ବୈକୁଣ୍ଠପୁରେ ଦିନେ ଭଗବାନ ବିଷ୍ଣୁ ସିଂହାସନ ଉପରେ ବସିଥିଲେ। ଗରୁଡ଼ ଏହି ସମୟରେ ପ୍ରଭୁଙ୍କ ନିକଟରେ ପ୍ରବେଶ ହେଲା। ଦୁଇ ହାତ ଯୋଡ଼ି ଷଷ୍ଟାଙ୍ଗ ପ୍ରଣିପାତ କରି ଗରୁଡ଼ କହିଲା, ହେ ଲକ୍ଷ୍ମୀପତି, ମୋତେ ଯମଯାତନା ପ୍ରସଙ୍ଗରେ କିଛି କୁହନ୍ତୁ। ତୁମ୍ଭ ଶ୍ରୀମୁଖରୁ ଏକଥା ଶୁଣିଲେ ମୁଁ ନିସ୍ତାରି ଯିବି। ଆପଣ ତ ଜଗତପତି, ପତିତପାବନ, କୀଟ ଠାରୁ ବ୍ରହ୍ମ ପର୍ଯ୍ୟନ୍ତ ସମସ୍ତଙ୍କଠାରେ ଆପଣ ପୁରୀ ହୋଇ ରହିଛନ୍ତି। ତୁମ ପାଦପଦ୍ମରେ ଯେଉଁମାନେ ଭକ୍ତି କଲେ ସେମାନେ ବୈକୁଣ୍ଠପୁରରେ ଭୋଗ ଭୁଞ୍ଜିଲେ ଅର୍ଥାତ୍ ବୈକୁଣ୍ଠଗାମୀ ହେଲେ। ସେମାନଙ୍କର କଥା ତ ମୁଁ ବହୁତ ଶୁଣିଛି ପ୍ରଭୁ। ଏବେ ପ୍ରଭୁ ଭାବଗ୍ରାହୀ ପାପୀମାନଙ୍କର କଥା କୁହନ୍ତୁ। ବୃଦ୍ଧମାନଙ୍କଠାରୁ ଶୁଣିଛି ଯମ ମାର୍ଗ ଅତ୍ୟନ୍ତ ଭୀଷଣ ଓ ଦୁଃଖପ୍ରଦ। ଦୟାକରି ସେହି କଥା ମୋତେ ବୁଝାଇ କୁହନ୍ତୁ। ମୋ ହୃଦୟରୁ ସଂଶୟ ଦୂର କରନ୍ତୁ ପ୍ରଭୁ। ହେ ପ୍ରଭୁ, ଆପଣଙ୍କର କଥା ଅମୃତ ଯିଏ ପାନ ନ କରେ ସେହି ଜନ ଯମଯାତନା ଭୋଗ କରେ। ଆପଣଙ୍କ କଥା ଅମୃତ ଯେ ନ କରେ ପାନ, ଯମଯାତନା ଭୋଗଇ ସେହି ପାପୀଜନ। ଗରୁଡ଼ ପୁନଶ୍ଚ ଭଗବାନ ବିଷ୍ଣୁଙ୍କୁ ବିନମ୍ର ଭାବରେ କହୁଛନ୍ତି, ହେ ପ୍ରଭୁ, ଯେଉଁମାନେ ହୃଦୟରେ କିଛି ବିଚାର ନ କରି କୁକର୍ମ କରି ଚାଲନ୍ତି, ସେହିମାନେ ନରକରେ ପଡ଼ି ଘାଣ୍ଟି ହୁଅନ୍ତି। ସେହିମାନଙ୍କର ଗତି ଆପଣ ମୋତେ ବୁଝାଇ କହିବେ। ସେହି ପାପ କିପରି ତାଙ୍କଠାରୁ ଲିଭିବ ସେ କଥା ବି ମୋତେ କହିବେ। ଗରୁଡ଼ ବଚନ ଶୁଣି କମଳାବର ଧୀରେ ଧୀରେ ଗରୁଡ଼କୁ କହୁଛନ୍ତି, ହେ ଗରୁଡ଼, ତୁମେ ଅପୂର୍ବ ସମାଚାର ଶୁଣ। ଅତି ଦୁର୍ଗମ ଅଟେ ଯମପୁର। ଏମିତିକି ସେହି ପୁରକୁ ସୂର୍ଯ୍ୟ କିରଣ ପଶିପାରେ ନାହିଁ। ଯମପୁରରେ ଚନ୍ଦ୍ରଙ୍କର ରଶ୍ମି ମଧ୍ୟ ପଡ଼େ ନାହିଁ। ଯମପୁର ମହା ଅନ୍ଧକାର ଅଟେ। ଏମିତି ଅନ୍ଧକାର ହୋଇଥାଏ ଯେ ମୁହଁକୁ ମୁହଁ ଦେଖାଯାଇ ନଥାଏ। ସେହି ପୁର ବାଟରେ ସିଂହ, ବ୍ୟାଘ୍ର, ସର୍ପମାନେ ଓ ହିଂସ୍ର ଜନ୍ତୁମାନେ ପୂରି ରହିଥାନ୍ତି। ତାଙ୍କ କବଳରେ ଯେଉଁ ପ୍ରାଣୀ ପଡ଼େ ସେ ଆଉ ଜୀବନ ଧରି ଫେରି ଆସେନା। ସେଠାରୁ କିଛି ଦୂରରେ ବିଷଧର ବିଛା ଓ ନାନା ପ୍ରକାର ବିଷଧର କୀଟମାନେ ଥାନ୍ତି। ଯେଉଁ ପ୍ରାଣୀମାନଙ୍କର ହାବୁଡ଼ରେ ପଡ଼େ ସେମାନେ ତାକୁ ଦଂଶନ କରନ୍ତି। ଆଉ କିଛି ବାଟ ଗଲେ ପୂଜ, ନାଳ, ମଳ, ମୂତ୍ର କୁଣ୍ଡମାନ ଥୁଆ ହୋଇଥାଏ। ଏତେ ଦୁର୍ଗନ୍ଧ ସେ ସ୍ଥାନ ହୁଏ ଯେ ଜଣେ ସେହି ବାଟ ଦେଇ ଯିବା କଷ୍ଟକର ହୋଇପଡ଼େ। ତା'ଠାରୁ କିଛି ବାଟ ଗଲେ କଣ୍ଟା ପୋତା ହୋଇଥାଏ। ଲୁହା କଣ୍ଟାକୁ ଯମଦୂତମାନେ ଧରି ଭ୍ରମଣ କରୁଥାନ୍ତି। ଭଗବାନ ବିଷ୍ଣୁ କହୁଛନ୍ତି ଗରୁଡ଼କୁ, ଯେଉଁମାନେ ପାପ କରି ମରିଥାନ୍ତି ସେହିମାନେ ଏ ସମସ୍ତ ପଥ ଗୋଟିଏ ପରେ ଗୋଟିଏ ଗମନ କରନ୍ତି। ଯେଉଁମାନେ ପ୍ରାଣୀମାନଙ୍କୁ ହିଂସା କରନ୍ତି, ଗର୍ବ କରନ୍ତି, ଉତ୍ତମ ଶାସ୍ତ୍ରକୁ ନିନ୍ଦା କରନ୍ତି, ମିଥ୍ୟା କୁହନ୍ତି, କପଟ ଆଚରଣ କରନ୍ତି, ଦୟା ଧର୍ମ ହୃଦୟରୁ ବର୍ଜନ କରିଥାନ୍ତି, ଅସଭ୍ୟ ଭାଷା ଯେଉଁମାନଙ୍କ ପାଟିରୁ ସର୍ବଦା ବାହାରିଥାଏ, ବୟସ ବଳେ ଯେଉଁମାନେ ଅନ୍ୟମାନଙ୍କୁ ଟେକା ପଥର ଫୋପାଡ଼ନ୍ତି, ଗୁରୁଜନଙ୍କୁ ସମ୍ମାନ ଯେଉଁମାନେ ଦିଅନ୍ତି ନାହିଁ, ଯେଉଁମାନେ ଅସୁର ସ୍ୱଭାବ ଦେଖାନ୍ତି, ସର୍ବଦା ମଦ ମାଂସ ଭକ୍ଷଣ କରନ୍ତି, ପରଧନ ପର ସ୍ତ୍ରୀ ଯେଉଁମାନେ ହରଣ କରନ୍ତି, ଯେଉଁମାନେ ସର୍ବଦା ଯୁକ୍ତି କରି ସତ୍ୟକୁ ମିଥ୍ୟାରେ ପ୍ରମାଣିତ କରନ୍ତି, ଈଶ୍ୱରଙ୍କୁ ନିନ୍ଦା କରନ୍ତି, ଯେଉଁମାନଙ୍କର ହିତାହିତ ଜ୍ଞାନ ନଥାଏ, ଯିଏ ସର୍ବଦା ନିଜକୁ ବଡ଼ ବୋଲି କୁହେ, ମୁଁ ଜ୍ଞାନୀ, ମୁଁ ପଣ୍ଡିତ, ମୋଠାରୁ ଅଧିକ କେହି ଜାଣିନାହାନ୍ତି ବୋଲି ଯିଏ ଆତ୍ମା ବଡ଼ିମା କରେ, ଯେଉଁମାନେ ବଳାତ୍କାର କରି ପରଧନ ଛଡ଼ାଇ ଆଣନ୍ତି, ଯେଉଁମାନେ ନିଜ ସ୍ତ୍ରୀକୁ ସୁଖ ନ ଦେଇ ବେଶ୍ୟା ଗମନ କରନ୍ତି, ଗୋଚର ଭୂମିକୁ ଯେଉଁମାନେ ଚାଷ କରନ୍ତି, ଅତିଥିଙ୍କୁ ଦେଖିଲେ ଯେଉଁମାନେ ମୁହଁ ମୋଡ଼ନ୍ତି, ଯେଉଁମାନେ କାମନାରେ ଦିନରାତି ମାତି ରୁହନ୍ତି, ଯେଉଁମାନେ ଭଲମନ୍ଦ କ'ଣ ବିଚାର କରନ୍ତି ନାହିଁ, ସେମାନେ ଏହି ନର୍କପୁରୀକୁ ଆସନ୍ତି। ଯମପୁରେ ଅଶୁଚି ନର୍କରେ ପଡ଼ି ସଢ଼ି ମରନ୍ତି। ଗରୁଡ଼ ଏହିପରି ବଚନ ଲକ୍ଷ୍ମୀପତିଙ୍କ ଠାରୁ ଶୁଣି କହିଲା, ହେ ପ୍ରଭୁ, ଆଜି ଏତିକି କୁହନ୍ତୁ। ମୁଁ ଏହି ପାପୀମାନଙ୍କୁ ଭଲ ଭାବରେ ମନେ ରଖେ। ଏହି ପାପୀମାନେ କିପରି ଯମଦଣ୍ଡ ପାଆନ୍ତି ମୋତେ ଅନ୍ୟ ଦିନେ ଆପଣ କହିବେ। ନାରାୟଣ ଦେବଙ୍କୁ ଗରୁଡ଼ ଯୋଡ଼ ହସ୍ତରେ ପ୍ରଣାମ କରି ନିଜେ ପୁରକୁ ଉଡ଼ିଗଲା। ଗରୁଡ଼ ପୁରାଣ ଭାଗ 3।
ବୈକୁଣ୍ଠପୁରରେ ନାରାୟଣ ଦେବ ସିଂହାସନ ଉପରେ ବସିଥାନ୍ତି। ଏହି ସମୟରେ ଗରୁଡ଼ ଆସି ପ୍ରବେଶ ହେଲେ। ଦୁଇ ହାତ ଯୋଡ଼ି ଷଷ୍ଠାଙ୍ଗ ପ୍ରଣିପାତ କରି ଗରୁଡ଼ କହିଲେ, ହେ କମଳାପତି, ଆପଣ ମୋତେ ପାପ କ'ଣ ଓ ପାପୀମାନଙ୍କ ବିଷୟରେ କହିଥିଲେ, ତାହା ମୁଁ ହୃଦୟର ସହ ଗ୍ରହଣ କରିଛି। ଏବେ ମୋତେ ଦୟାକରି କୁହନ୍ତୁ, ଏହି ପାପୀମାନଙ୍କ ପାଇଁ ଯମପୁରରେ କି କି ଦଣ୍ଡବିଧାନ ଅଛି? ଆପଣଙ୍କ ଶ୍ରୀମୁଖରୁ ଏସବୁ ଶୁଣିଲେ ମୁଁ ନିସ୍ତାରି ଯିବି। ଗରୁଡ଼ଙ୍କର ଏହିପରି ବଚନ ଶୁଣି ଭଗବାନ ବିଷ୍ଣୁ ମଧୁର ବଚନରେ ଧୀରେ ଧୀରେ କହୁଛନ୍ତି, ଯେଉଁମାନେ ପାପ କାର୍ଯ୍ୟ କରି ଯମପୁରକୁ ଆସନ୍ତି, ସେହି ପାପୀମାନଙ୍କୁ ଯମଦୂତମାନେ କଣ୍ଟକମୟ ପଥରେ ଘୋଷାଡ଼ି ଘୋଷାଡ଼ି ଆଣି ତାତିଲା ତେଲ କୁଣ୍ଡରେ ପକାଇ ଦିଅନ୍ତି। ଯମଦୂତମାନେ ବହୁତ ମାଡ଼ ମଧ୍ୟ ଦେଇଥାନ୍ତି। ପାପୀମାନଙ୍କୁ ଯମପୁରରେ ଯଦି ଭୋକ କି ଶୋଷ ଲାଗେ, ତେବେ ସେମାନଙ୍କୁ ଅନ୍ନ କି ଜଳ ଦିଆଯାଏ ନାହିଁ। ଏହି ସମୟରେ ବିଷ କୀଟଙ୍କ ପାଖରେ ପାପୀମାନଙ୍କୁ ଛାଡ଼ି ଦିଆଯାଏ। ଯେଉଁମାନେ ଗୁଣବନ୍ତ ଓ ଦୟାଳୁ ପୁରୁଷ, ସେମାନେ ଏହି ପାପପଥକୁ ଦର୍ଶନ କରନ୍ତି ନାହିଁ। ଗୁଣବନ୍ତ ଦୟାଳୁ ପୁରୁଷ ଯେଉଁମାନେ ଏହି ପାପପଥ ନ ଦେଖନ୍ତି ସ୍ୱପ୍ନେ। ପାପାତ୍ମାମାନେ ଜୀବନ ଶେଷ ପର୍ଯ୍ୟନ୍ତ ନର୍କକୁଣ୍ଡରେ ପଡ଼ିଥାନ୍ତି ଓ ପରଜନ୍ମରେ ନାନା ଦୁଃଖ ଭୋଗ କରନ୍ତି। ଏହିମାନେ ସ୍ଥୂଳ ଶରୀର ହୋଇ ଜନ୍ମ ନିଅନ୍ତି ଓ ବହୁତ ରୋଗରେ ପଡ଼ନ୍ତି। ରୋଗରେ ପଡ଼ି ବହୁତ ଯନ୍ତ୍ରଣା ପାଇଥାନ୍ତି। ବିଭିନ୍ନ ପ୍ରକାର ବ୍ୟାଧି ଜ୍ୱାଳାରେ ମଲି ମଲି ବୋଲି ଚିତ୍କାର କରନ୍ତି। ଗୋଟିଏ ପହଣ୍ଡ ଯିବାକୁ ଏମାନଙ୍କର ଶକ୍ତି ନଥାଏ। ତଥାପି ଏହି ପାପୀମାନେ ଧନ, ପୁଅ, ସ୍ତ୍ରୀ, ଭାଇଙ୍କ ମାୟାରେ ପଡ଼ି ନିରନ୍ତର ପାପ କାମ କରି ଚାଲୁଥାଏ। ଏମାନେ କେବେ ଦିନେ ନିଜ ଦୋଷ ଭାବନ୍ତି ନାହିଁ। ମନେ ମନେ ନିଜ ସୁଖର ପାହାଡ଼ ଉପରେ ଠିଆ ହୋଇ ଅୟସ କରୁଥିବାର ଭାବନ୍ତି। ଏହିପରି ବହୁ କଷ୍ଟରେ ଜୀବନ ବିତାଇ ଠିକ୍ ସମୟରେ ନିଜ ମରଣ ନିଜେ ଡାକନ୍ତି। ସୂକ୍ଷ୍ମ ଦେହ, ସ୍ଥୂଳ ଦେହ ଛାଡ଼ି ଅନେକ ନର୍କପୁରରେ ପ୍ରବେଶ ହୁଅନ୍ତି। ଯେତେବେଳେ ପାପୀମାନେ ନର୍କପୁରରେ ପ୍ରବେଶ କରନ୍ତି, ଠିକ୍ ଏହି ସମୟରେ ଯମଦୂତମାନେ ଚମଦଉଡ଼ିରେ ପାପୀମାନଙ୍କୁ ବାନ୍ଧି ପକାନ୍ତି। ତାଙ୍କର କର୍ମ ଅନୁଯାୟୀ ଦଣ୍ଡବିଧାନ ଏହି ଯମପୁରରେ ହୁଏ। ଯମଦୂତମାନେ ପ୍ରଥମେ ଚମଦଉଡ଼ିରେ ବାନ୍ଧି ନିରନ୍ତର ବାଡ଼େଇ ଚାଲନ୍ତି। ତାପରେ ତାତିଲା ଲୁହା ଖଣ୍ଡ ଉପରେ ପାପୀମାନଙ୍କୁ ଶୁଆଇ ଦିଅନ୍ତି। ଧାରୁଆ କରତରେ ସେମାନଙ୍କ ଶରୀରକୁ କାଟି ଖଣ୍ଡ ଖଣ୍ଡ କରି ଦିଅନ୍ତି। ପାପୀମାନେ ମଲି ମଲି ବୋଲି ଚିତ୍କାର କରୁଥାନ୍ତି, କିନ୍ତୁ ଯମଦୂତମାନେ ତାଙ୍କର ଚିତ୍କାରକୁ ନ ଶୁଣି ତୁହାକୁ ତୁହା ବାଡ଼େଇ ଚାଲିଥାନ୍ତି। ଯମପୁରରେ ପାପୀମାନଙ୍କର ବିକଳ କହିଲେ ସରିବ ନାହିଁ। ହେଲେ ନିର୍ଦ୍ଦୟ ଯମଦୂତମାନେ ପାପୀ ଉପରେ ଦୟା ଦେଖାନ୍ତି ନାହିଁ। ପୂର୍ବରୁ ଅର୍ଜିତ କର୍ମ ଅନୁସାରେ ଏଠି ଦୁଃଖ ସହିବାକୁ ପଡ଼େ। ପୂର୍ବ ଅର୍ଜିତ କର୍ମ ଅନୁସାରେ ଦୁଃଖମାନ ନିରନ୍ତର ଭୋଗିବାକୁ ପଡ଼େ। ଏହି ସ୍ଥାନ ପାପୀମାନଙ୍କ ପାଇଁ ଯମପୁରରେ ଦୟା ମାୟା କିଛି ନଥାଏ। ଯେମିତି କର୍ମ କରିଥିବ, ସେହି ଅନୁସାରେ ଦଣ୍ଡ ଏଠାରେ ଭୋଗିବାକୁ ହୁଏ। ପାପୀମାନେ ବିକଳ ହୋଇ ଯମଦୂତମାନଙ୍କୁ କୁହନ୍ତି, ହେ ଭାଇମାନେ, ଆମେ ଅଜ୍ଞାନରେ ଏସବୁ କର୍ମ କରିଥିଲୁ। ଆମକୁ ଛାଡ଼ିଦିଅ। ଆମେ ଆଉ ଏହିପରି କର୍ମ କରିବୁ ନାହିଁ। ତୁମ ନିକଟରେ ଆମେ ଶରଣ ଯାଉଛୁ। ଆମକୁ ଅନ୍ନ ଜଳ ଦିଅ। ଆମକୁ ଆଉ ମାର ନାହିଁ ଆମକୁ। ଏହିପରି ବହୁତ ବିନୟ ହୋଇ ପାପୀମାନେ ଯମଦୂତଙ୍କୁ କୁହନ୍ତି। ମାତ୍ର ଯମଦୂତମାନେ ପାପୀମାନଙ୍କର କଥା ଟିକିଏ ହେଲେ ଶୁଣନ୍ତିନି। ଦୂତମାନେ କାଳଦଣ୍ଡ ଧରି ପାପୀମାନଙ୍କୁ ଯମରାଜାଙ୍କ ନିକଟକୁ ନେଇଯାଆନ୍ତି। ଯମରାଜା ପାପୀମାନଙ୍କୁ ଦେଖି ବହୁତ ଝିଙ୍ଗାସ ବଚନରେ ଗାଳି ଦିଅନ୍ତି ଓ କୁହନ୍ତି, କାହିଁକି ଏହିପରି ପାପକର୍ମ କରୁଥିଲୁ? ଯାହା ଅର୍ଜିଛୁ ତାହା ହିଁ ଏହିଠାରେ ଭୋଗ କରିବୁ। ଏଠି କାନ୍ଦିଲେ କ'ଣ ମୁକ୍ତି ପାଇପାରିବୁ? ତୋ ପାଇଁ ଏ ସ୍ଥାନରେ ବହୁ ପ୍ରକାର ନର୍କ ଅଛି। ତୁ ତାହାକୁ ଆନନ୍ଦରେ ଭୋଗ କରିପାରିବୁ। ପାପୀମାନଙ୍କୁ ଯମରାଜ ଯମପୁରରେ ଏହିପରି କୁହନ୍ତି ଯେ, ରେ ମୂଢ଼, ଏଠାରେ କଣ୍ଟାଯୁକ୍ତ ଶିମୁଳି ବୃକ୍ଷ ଏଠାରେ ଅଛି। ତୋହର କର୍ମ ଫଳରେ ଏହି ବୃକ୍ଷରେ ତୁଳିବୁ। ପ୍ରଚଣ୍ଡ ଅଗ୍ନିକୁଣ୍ଡ ମୋ ପୁରରେ ସର୍ବଦା ଜଳୁଛି। ମୋହର ଦୂତମାନେ ତୋତେ ନେଇ ସେହି କୁଣ୍ଡରେ ପକାଇବେ। ଯମରାଜ ପାପୀମାନଙ୍କୁ ନର୍କ ବିଷୟରେ ବୁଝାଇ କୁହନ୍ତି,
ମୋ ପୁରରେ 84 ନର୍କକୁଣ୍ଡ ଅଛି। ସେମାନଙ୍କ ମଧ୍ୟରୁ କୁମ୍ଭିପାକ ଓ ରୌରବ ନର୍କ ଦୁଇଟି ମୁଖ୍ୟ ନର୍କ। ଏହି ନର୍କକୁଣ୍ଡରେ ବହୁ କୀଟ ଥାଆନ୍ତି। ଯୋକମାନେ ମଧ୍ୟ ଏହି କୁଣ୍ଡରେ ଥାଆନ୍ତି। ପାପୀମାନଙ୍କର ରକ୍ତ ଓ ମାଂସକୁ କୁଣ୍ଡରେ ଥିବା କୀଟ ଓ ପୋକମାନେ ଖାଇଥାନ୍ତି। ଯମରାଜା ଏହିପରି କଥା ଗର୍ଜନ କରି ପାପୀମାନଙ୍କୁ କୁହନ୍ତି। ପାପୀମାନେ ବିକଳରେ କାନ୍ଦୁଥାନ୍ତି ଓ ଯମଙ୍କର କଥା ଶୁଣୁଥାନ୍ତି। ପାପୀମାନେ ଏଠାକୁ ଆସି ନିଜ ପୂର୍ବରୁ କରିଥିବା କର୍ମକୁ ମନେ ପକାନ୍ତି, ନିଜକୁ ନିଜେ ନିନ୍ଦା କରନ୍ତି। ଯମପୁରରେ ପାପୀମାନେ ନିଜ ମଳକୁ ନିଜେ ଖାଆନ୍ତି, ନିଜ ପିତା ମାତାଙ୍କୁ ସ୍ମରଣ କରିଥାନ୍ତି। ସ୍ଥୂଳ ଶରୀରରେ ଯେଉଁ କର୍ମ କରି ଏଠାକୁ ଆସିଥାନ୍ତି, ତାହାର ଫଳ ଏହିଠାରେ ଭୋଗ କରନ୍ତି। ପାପୀମାନଙ୍କର ଏହିଠାରେ ମନେ ପଡ଼ିଯାଏ। ସ୍ତ୍ରୀ ପୁତ୍ରଙ୍କର ସ୍ନେହ ଶ୍ରଦ୍ଧା ଥାଏ, କିନ୍ତୁ କାହାକୁ କିଛି ନ କହି କେବଳ ରୋଦନ କରି ଚାଲିଥାନ୍ତି। ଏମାନେ ପବନ ହେଲେ ଯେପରି କଦଳୀପତ୍ର ପ୍ରକମ୍ପିତ ହୁଏ, ପାପୀମାନେ ଯମପୁରରେ ସେହିପରି କମ୍ପିତ ହୁଅନ୍ତି। ଯମପୁରରେ ଯେତେବେଳେ ପାପୀମାନେ ଆହାର ମାଗନ୍ତି, ଦୂତମାନେ ସେମାନଙ୍କୁ ପ୍ରହାର କରନ୍ତି। ତାଙ୍କର ମୁହଁରେ ତେଲ ବାଲି ପୂରାଇ ଦିଅନ୍ତି, ତାତଲା ବାଲି ଉପରେ ଠିଆ କରାଇ ଦିଅନ୍ତି। ପାପୀମାନେ ଯଦି ତାତଲା ବାଲିକୁ ସହି ନ ପାରି ତଳେ ପଡ଼ିଯାଆନ୍ତି, ଦୂତମାନେ ନିଜ ବଳ ଅନୁସାରେ ବେତ ପ୍ରହାର କରନ୍ତି। ପାପୀମାନେ ମଲି ମଲି ଉଚ୍ଚ ସ୍ୱରରେ ଚିତ୍କାର କଲେ, ଦୂତମାନେ ତାହାରି ପାଟିକୁ ବାଡ଼ି ପୂରାଇ ଦିଅନ୍ତି। ପାପୀମାନଙ୍କୁ ଦଣ୍ଡ ବିଧାନ କରିବା ପାଇଁ ଈଶ୍ୱର ଜନ୍ତୁପତିଙ୍କୁ ଦାୟିତ୍ୱ ଦେଇଥାନ୍ତି। ଯମରାଜ ସିଂହାସନ ଉପରେ ବସି ପାପୀମାନଙ୍କର କର୍ମ ଅନୁସାରେ ଦଣ୍ଡ ବିଧାନ କରନ୍ତି। ଯମ କାହାକୁ ପକ୍ଷପାତ କରନ୍ତି ନାହିଁ। ପାପୀଙ୍କୁ ଦେଖିଲେ ଯମଙ୍କର କ୍ରୋଧ ବଢ଼ିଯାଏ। ପାପୀମାନଙ୍କୁ ବାନ୍ଧି ବହୁତ ଦଣ୍ଡ ଦେଇଥାନ୍ତି। କାହାର କାକୁତି ମିନତି ଶୁଣି ନଥାନ୍ତି। ଯମରାଜ ଯାହାର ଯାହା ଦଣ୍ଡ ତାକୁ ଉଚିତ ଦଣ୍ଡ ବିଧାନ କରନ୍ତି। ନାରାୟଣ ଦେବ ଗରୁଡ଼କୁ କହୁଛନ୍ତି, ଯମପୁରରେ ପାପୀମାନଙ୍କୁ କେହି ଆହା କରିବାକୁ ନଥାନ୍ତି। ଅଧିକରୁ ଅଧିକ ଦଣ୍ଡ ଏଠାରେ ହିଁ ମିଳିଥାଏ। ଯମଦୂତମାନଙ୍କ ରୂପ ଅତି ଭୟଙ୍କର ଅଟେ। ବିକଟାଳ ମୂର୍ତ୍ତି, ଦାନ୍ତଗୁଡ଼ିକ ଲଙ୍ଗଳ ପରି, କାନ ଦୁଇ ଲମ୍ବା, ଦେଖିବାକୁ ଉଚ୍ଚ ପର୍ବତ ଶୃଙ୍ଗ ପରି। ଲମ୍ବା ନଖ, ଗୋଟିଏ ନଖ ପ୍ରାୟ ମଣିଷର ହାତ ପରି। ହାତଗୁଡ଼ିକ ଆଖୁ ଯେତିକି ଲମ୍ବା ସେତିକି ଲମ୍ବା ହାତ। ହାତରେ ଲୁହା ବାଡ଼ି ଧରିଥାନ୍ତି। ନିର୍ଦ୍ଦୟ ଓ ନିଷ୍ଠୁର ହୃଦୟ, ଦୟା ମାୟା ତାଙ୍କଠାରେ ନଥାଏ। ଆଖିଗୁଡ଼ିକ ରକ୍ତବର୍ଣ୍ଣ। ସେହି ଆଖିରେ ସେମାନେ ପାପୀମାନଙ୍କୁ ତରାଟି ଚାହିଁଥାନ୍ତି। ବିକଟାଳ ହସ। ପାଦରେ ପାପୀମାନଙ୍କୁ ପ୍ରହାର କରନ୍ତି। ନଖରେ ନିଜ ଶରୀରକୁ ଚିରି ଦିଅନ୍ତି। ଦେହ ସାରା ତାଙ୍କର ରକ୍ତ ବହୁଥାଏ। ଯମଦୂତମାନେ ପାପୀମାନଙ୍କୁ ବିଦ୍ଧା ଗୋଇଠା ମାରିବା ସହିତ ତାଙ୍କ ଉପରେ ଛେପ ପକାନ୍ତି। ପାପୀମାନଙ୍କର ପାଟିରେ ପରିସ୍ରା କରନ୍ତି ଏହି ଦୂତମାନେ। ଭଗବାନ ବିଷ୍ଣୁ ଗରୁଡ଼କୁ କହୁଛନ୍ତି, ଯମରାଜାଙ୍କର ଗୋଟିଏ ବାହନ ମହିଷୀ। ମହିଷୀର ଦୀର୍ଘ ଶିଙ୍ଗ। ଏହି ଶିଙ୍ଗ ତାକୁ ଖୁବ୍ ଶୋଭା ପାଏ। ମହିଷୀ ଗର୍ଜନ ଖୁବ୍ ଜୋରରେ କରେ। ପାପୀମାନେ ଏହି ଗର୍ଜନ ଶୁଣିଲେ ତାଙ୍କର ଦେହ ଶୀତେଇ ଉଠେ। ପାପୀମାନଙ୍କୁ ଯମରାଜାଙ୍କର ବାହନ ମହିଷୀ ଉଠାଇ ଆଣି ନର୍କରେ ପକାଇ ଦିଏ। ପାପୀମାନେ ବିକଳରେ କ୍ରନ୍ଦନ କଲେ ମଧ୍ୟ କେହି ଏଠାରେ ଶୁଣିବାକୁ ନାହାନ୍ତି। ପାପୀମାନେ ଏତେ କଷ୍ଟ ପାଇଲା ପରେ ଚିନ୍ତା କରନ୍ତି ଯେ ସେମାନେ ଯାହାଙ୍କ ପାଇଁ ଏତେ ପାପ କରିଥିଲେ, ସେମାନେ ଥରେ ଆଖିରେ ଆସି ଦେଖିବି ନାହାନ୍ତି। ନିଜ ପାପକୁ ଧିକ୍କାର କରେ ପାପୀ। କମଳାର ପତି ପୁନଶ୍ଚ ଗରୁଡ଼କୁ କହୁଛନ୍ତି, ପାପୀମାନଙ୍କ ପୁତ୍ର ଯେବେ ପାପୀଙ୍କ ନାମକୁ ଧରି ମନ୍ତ୍ର ଉଚ୍ଚାରଣ କରି ପିଣ୍ଡଦାନ କରେ, ତେବେ ସେହି ପିଣ୍ଡ ଯମପୁରରେ ପାପୀମାନେ ପାଇଥାନ୍ତି। ଏହି ପିଣ୍ଡକୁ ଖାଇ ପାପୀମାନଙ୍କର କ୍ଷୁଧା ତୃଷ୍ଣା ଶାନ୍ତ ହୁଏ। ଯଦି ପତିବ୍ରତା ନାରୀ ପୁତ୍ରବଧୂ ପୁଅ ସହିତ ଶୁଦ୍ଧ ଚିତ୍ତରେ ଓ ଭକ୍ତି ସହକାରରେ ପିଣ୍ଡଦାନ କରିଥାନ୍ତି, ତାହା ସହିତ ବିଷ୍ଣୁଙ୍କୁ ଉପାସନା କରି ବ୍ରାହ୍ମଣ ଭୋଜନ ଦେଇ ପ୍ରାର୍ଥନା କରନ୍ତି ଓ ସ୍ପଷ୍ଟ ଭାବେ କୁହନ୍ତି ଯେ, ହେ ପିତୃ ପିତାମହ, ଆପଣ ମୁକ୍ତି ଲଭନ୍ତୁ, ତେବେ ସେହି ପାପୀ ମୁକ୍ତି ପାଇଥାଏ। ଯଦି ପୁତ୍ର ଜାରଜ ଓ ବର୍ଣ୍ଣଶଙ୍କର ହୋଇଥାଏ,
ତାହେଲେ ସେହି ପୁତ୍ର ପିଣ୍ଡ ଦାନ କଲେ ପାପୀମାନେ ମୁକ୍ତି ପାଆନ୍ତି ନାହିଁ, ପିତୃଗଣଙ୍କର ପୁଣ୍ୟ ହୁଏ ନାହିଁ। ଏହି ପିଣ୍ଡ ଦାନରେ ମୁକ୍ତି ପାଇବା ତ ଦୂରର କଥା, ଆହୁରି ପାପ ହୁଏ। ଯେଉଁମାନେ ଗୃହସ୍ଥ ଧର୍ମରେ ଥାଇ ନିଜ ପତ୍ନୀ ସହ ସଂସ୍କାର କରି ପୁତ୍ର ଜନ୍ମ କରିଥାନ୍ତି, ତାହାର ଧର୍ମଫଳ ପିତୃପୁରୁଷ ପାଇଥାନ୍ତି। ବିଷ୍ଣୁ ଭଗବାନ ଗରୁଡ଼କୁ କହିଲେ, ହେ ପକ୍ଷୀରାଜ, ତୁମକୁ ମୁଁ ପାପୀମାନଙ୍କର ପିଣ୍ଡଦାନ ଫଳ ବିଷୟରେ କହିଲି। ଆଉ ଯଦି କିଛି ଶୁଣିବାକୁ ଇଚ୍ଛା ଅଛି ତାହେଲେ ପଚାରିଲେ ମୁଁ ତାହା କହିବି। ଭଗବାନ ହୃଷିକେଶଙ୍କ ଠାରୁ ଗରୁଡ଼ ଏସବୁ କଥା ଶୁଣି କୃତକୃତ ହେଲା। ପ୍ରଭୁଙ୍କ ପାଦତଳେ ପଡ଼ି ଅତି ଆନନ୍ଦରେ କହିଲା, ହେ ନାରାୟଣ, ଆପଣଙ୍କ ଶ୍ରୀମୁଖରୁ ଅପୂର୍ବ ଆଖ୍ୟାନ ଶୁଣିବାକୁ ପାଇ ନିଜକୁ ଧନ୍ୟ ମନେ କରୁଛି। ହେ ଦେବ, ନିସ୍ତାରିଲି ଦେବ ନାରାୟଣ। ଗରୁଡ଼ ପୁରାଣ ଅପୂର୍ବ ଚରିତ୍ର ଦ୍ୱିତୀୟ ଅଧ୍ୟାୟ ଏହିଠାରେ ସମାପ୍ତ ହେଲା। ଇତି ଶ୍ରୀ ଗରୁଡ଼ ପୁରାଣେ ନମସ୍ୟାପାଖ୍ୟାନେ ବିଷ୍ଣୁ ଗରୁଡ଼ ସମ୍ବାଦେ ଯମଦଣ୍ଡ ଓ ପିଣ୍ଡଦାନ ନିରୂପଣମ୍ ନାମ ଦ୍ୱିତୀୟ ଅଧ୍ୟାୟः।